ନାଇଁ କହିବା ପାଇଁ ଏଇ କଥା ଚାହିଁବି ଯେ ଆପଣ ମାନେ ଜାଣିଛନ୍ତି ରାଷ୍ଟ୍ରୀୟ ସମାବେଶ ବର୍ତ୍ତମାନ ବାତିଲ ହେଇଛି, ଯୋଉଟା କି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିଲା। ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହେଇସାରିଛି। ଦେଶ ବିଦେଶରୁ ମଧ୍ୟ ବହୁତ ଲୋକ ଟିକେଟ, ଫ୍ଲାଇଟ୍ ଟିକେଟ, ଟ୍ରେନ୍ ଟିକେଟ ସବୁ କରିସାରିଥିଲେ। ଏଭଳି ଏକ ପରିସ୍ଥିତିରେ ରାଜ୍ୟ ସରକାର ଯୋଉଭଳି ଭାବରେ ପ୍ରଶାସନକୁ ଢାଲ କରିକି ଏ କାର୍ଯ୍ୟକ୍ରମକୁ ଯୋଜନାବଦ୍ଧ ଭାବରେ ବାତିଲ କରିଛନ୍ତି, ଆକୁ ଆମେ ନିନ୍ଦା କରୁଛୁ। ଏବଂ ଏତିକି ମିଡିଆ ଜରିଆରେ ଆମେ କହି ରଖିବା ପାଇଁ ଚାହିଁବୁ ଯେ ଯୋଉ ଲକ୍ଷାଧିକ ସଂଖ୍ୟାରେ ଲୋକମାନେ ବାଲିଯାତ୍ରା ପଡ଼ିଆରେ ଏକତ୍ରିତ ହେବା ପାଇଁ ଯାଉଥିଲେ, ସେଇ ଲକ୍ଷ ଲକ୍ଷ ଲୋକ ଲୋୟର ପିଏମଜି ରେ ସମାଗମ ହେବେ। ରାଜ୍ୟ ସରକାରଙ୍କୁ ବହୁଜନ ମାରଣ ନୀତି, ଦମନ ନୀତି ବିରୁଦ୍ଧରେ ରାଜ୍ୟ ସରକାରଙ୍କୁ ଆମେ ଘେରିବୁ, ପ୍ରଶ୍ନ କରିବୁ ଏବଂ ଯୋଉଭଳି ଭାବରେ ପଦକ୍ଷେପ ନେଇକି ବହୁଜନ ମାନଙ୍କର ରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ମାନେ ବନ୍ଦ କରିଛନ୍ତି, ତାହା ଯଦି ଭବିଷ୍ୟତରେ ତାର এইভাবে କାର୍ଯ୍ୟକ୍ରମ ଜାରି ରହେ ସରକାରଙ୍କର, ତାହେଲେ ଦୃଢ଼ ପ୍ରତିବାଦ ସହିତ ପୁରା ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ମଧ୍ୟ ଘେରିବା ପାଇଁ ଆମେ ପଛାଇବୁ ନାହିଁ ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ମଧ୍ୟ ଏଠି ଆମେ ଭିଡ଼ କରିବୁ ଏବଂ ସରକାରଙ୍କୁ ଜବାବ ମାଗିବୁ। ହଁ, ସେଠି ଗୋଟେ ବ୍ୟାପକ ସମୟ ଧରିକି ଲମ୍ବା ସମୟ ଧରିକି ଆଲୋଚନା ହେଇଥିଲା। ଯେହେତୁ ବର୍ତ୍ତମାନ ଘଟଣା କୋର୍ଟ ପରିସରରେ ଅଛି, ବିଚାରାଳୟଙ୍କ ପରିସରରେ ଅଛି, ତେଣୁ କୋର୍ଟ ଡିରେକ୍ସନ ଆସିବା ପର୍ଯ୍ୟନ୍ତ ଆମେ ସମସ୍ତେ ଅପେକ୍ଷା କରିବୁ। ହଁ, ଆଉ ଗୋଟେ କଥା ଏହା ହେଇଛି ନିଷ୍ପତ୍ତି, ଯଦି ପୁନର୍ବାର ଅର୍ଡର ଆସୁଛି ତାହେଲେ ଆମେ ସେଇ ବାଲିଯାତ୍ରା ପଡ଼ିଆ ଗ୍ରାଉଣ୍ଡରେ ସେଇଠି ହିଁ 42ତମ ରାଷ୍ଟ୍ର ଦିବସ ସେଇଠି ହିଁ ହେବ। ଯଦି ଏଠି ଆମକୁ ଜଷ୍ଟିସ ନ ମିଳେ ଆମେ ସୁପ୍ରିମକୋର୍ଟ ମଧ୍ୟ ଯିବୁ, ସେଠି ମଧ୍ୟ ଜୁଡିସିଆଲ ଫାଇଟ୍ ମଧ୍ୟ ଚ୍ୟାଲେଞ୍ଜ କରିବୁ।